ଚୋରର ମୁହଁ ଟାଣ ବେଧି ମାନଙ୍କର ମୁହଁ ଟାଣ କି ନ ହଉ ମୁଁ ଖ୍ରୀଷ୍ଟ ଧର୍ମ ଆପଣେଇ ନେବି। ଆପଣ ମାନେ ଜାଣିଥିବେ ତ ଏବେକୁ କେତେ ଦିନ ହେଇସାରିଲାଣି ହ୍ୟୁମାନ ସାଗରଙ୍କର ମୃତ୍ୟୁବରଣ ହେଇକି। ଭାଇ ତାଙ୍କର ମୃତ୍ୟୁବରଣ ସରିଲା ପରେ ଗୋଟେ ପରେ ଗୋଟେ କଣ୍ଟ୍ରୋଭର୍ସି ଷ୍ଟାର୍ଟ ହେଉଛି ଭାଇ। କିଏ କ'ଣ କହୁଛି କିଛି ଜାଣିପାରୁନାହାନ୍ତି। ଭାଇ ସେ ଗୋଟେ ସିଙ୍ଗର ଯିଏକି ଆମର ଓଡ଼ିଶାର ଓଡ଼ିଆ ଗୀତକୁ ବହୁତ ଆଗକୁ ନେଇଥିଲା ଭାଇ। ସେ ୱାନ୍ ଆଣ୍ଡ ଓନ୍ଲି ମାନେ ଡାଇମଣ୍ଡ ଭଏସ୍ କହିଲେ ଚଳିବ ତାଙ୍କେ। କିନ୍ତୁ ଆମର ଓଡ଼ିଶାବାସୀ ମାନେ ତାଙ୍କୁ ଛାଡ଼ୁନାହାନ୍ତି ଭାଇ। ଆଉ ମାନେ କିଏ କେଉଁ କଣ୍ଟ୍ରୋଭର୍ସିରେ ପୁରଉଛନ୍ତି, କିଏ କହୁଛି ତାଙ୍କର ଅଲଗା ଲୋକଙ୍କ ସାଙ୍ଗେ ଅଫେୟାର ଥିଲା, କିଏ କହୁଛି 4 କୋଟି ଟଙ୍କାର ଷ୍ଟୋରି ହେଇଛି, ମାଆଙ୍କ ଉପରେ ବ୍ଲେମ୍ କରୁଛନ୍ତି, ତାଙ୍କ ସ୍ତ୍ରୀ ଉପରେ ବ୍ଲେମ୍ କରୁଛନ୍ତି, ତାଙ୍କ ମ୍ୟାନେଜର ଉପରେ ବ୍ଲେମ୍ କରୁଛନ୍ତି। ଗୋଟେ ମ୍ୟାନେଜରଙ୍କର ବି ଗୋଟେ ଭିଡ଼ିଓଟି ବି ଭାଇରାଲ ହେଇଥିଲା, ଟିକେ ଦେଖ ଖାଲି। ଚୋରର ମୁହଁ ଟାଣ ବେଧି ମାନଙ୍କର ମୁହଁ ଟାଣ। ଏ ଭିଡ଼ିଓରେ ମ୍ୟାନେଜର ତାଙ୍କର ହ୍ୟୁମାନ ସାଗରଙ୍କ ମ୍ୟାନେଜର ତାଙ୍କ ମାଆଙ୍କୁ ଅଶ୍ଳୀଳ ଭାଷା ଦେଇକି କ'ଣ କ'ଣ କଥା ସବୁ କହୁଛନ୍ତି। এটা ଠିକ୍ ନୁହଁ ଭାଇ, ଠିକ୍ ସେଟା କଥା, କିନ୍ତୁ ତାଙ୍କୁ ବି ଟିକେ ବାଧିଥିବ କି କ'ଣ ହେଇଥିବ, ସେଥିପାଇଁ ବୋଧେ ସେ ତାଙ୍କ ମାଆଙ୍କୁ ସେ ବ୍ଲେମ୍ କରିକି ଏମିତି ଖରାପ ଭାଷାରେ କହୁଛନ୍ତି। କିନ୍ତୁ ଗୋଟେ ବୟସ୍କ ଲୋକଙ୍କୁ ସେମିତି ପ୍ରକାର ଭାଷା କହିବାଟା ଠିକ୍ ନୁହଁ ଭାଇ। ବାକି ରହିଲା ଆପଣଙ୍କ ମନରେ ଯେଉଁ କଥା ରହିଲା, କିନ୍ତୁ ଗୋଟେ ବୟସ୍କ ଲୋକକୁ ସେମିତି ସଦା ମାନେ ଏତେ ଖରାପ ୱାର୍ଡ ଆଉ ଏତେ ବେଡ୍ ଲାଙ୍ଗୁଏଜରେ ତମେ ତାଙ୍କୁ କହିବାଟା ଠିକ୍ ହବ ନାହିଁ। बात तो सही है ଯେ ଆଜି ସକାଳ 8ଟାରେ ଆମର ହ୍ୟୁମାନ ସାଗର ଆସିଥିଲେ, ମୋତେ ଦେଖାହେଲେ। ତାଙ୍କର ମନ କଥା ସେ ମୋତେ କହିଲେ, ଦେଖ ମୋର ଆଉ କିଛି ଦିନ ରହିବାର ଥିଲା, ମୋର ଇଚ୍ଛା ଯେ ମୁଁ ଟିକେ ଯାଉଛି ମୋ ଝିଅକୁ ଟିକେ ଦେଖିବି, ଆଉ ମୋ ଝିଅ ଉପରେ ମୋର ନଟ୍ ୱାଇଫ୍, ମୋ ୱାଇଫ୍ କି ମୁଁ ଦେଖିବାକୁ ଚାହୁଁନି, କିନ୍ତୁ ମୋ ଝିଅକୁ ଦେଖିବାକୁ ମୁଁ ଚାହୁଁଛି ବୋଲି ସେ କହିଲେ। କିନ୍ତୁ ଡେଟ୍ ଟାଇମ୍ ମୁଁ କହିଦେଇଛି ଯେ 3:35 କାଲି, ଗତକାଲି ସୋମବାର 3:35 ମୁଁ ତାର ଅପମୃତ୍ୟୁର ଟାଇମ୍ ୱିଥ୍ ଅନ୍ କ୍ୟାମେରାର ମୁଁ ବର୍ତ୍ତମାନ ଘୋଷ୍ଟମାନଙ୍କୁ ଡାକୁଛି, ଆପଣମାନେ ସବୁ ଦେଖା ସାକ୍ଷାତ ହେବାକୁ। ଇଏ ହେଉଛନ୍ତି ସେହି ବାବା ଯେଉଁମାନେ କି ମାନେ କିଛି କାମ ଧନ୍ଦା ନଥାଏ, ଆଉ ଆଙ୍କର ଇଣ୍ଟରଭ୍ୟୁ ନେବା ପାଇଁ ଆମର ନ୍ୟୁଜ୍ ଚ୍ୟାନେଲ ବାଲା ମାନଙ୍କ ମଧ୍ୟ କିଛି କାମ ଧନ୍ଦା ନଥାଏ। बात तो सही है ମାନେ କ'ଣ କହିବେ, ମାନେ ତାଙ୍କର କଥାରେ ସେନ୍ସ ନଥାଏ ଭାଇ, ମାନେ ସବୁ ନନସେନ୍ସ ଯାକ, ବୁଝିପାରିଲ ନା? ତାଙ୍କର କଥାରେ କେବେ ସେନ୍ସ ନଥିବ। ହ୍ୟୁମାନ ସାଗର ପୁଣି ତାଙ୍କୁ ଦେଖିବାକୁ ଆସିଥିଲେ, ମାନେ ତାଙ୍କର ଆତ୍ମା, ମାନେ ସିଏ ନୁହଁ ତାଙ୍କ ଆତ୍ମା ତାଙ୍କୁ ଦେଖିବାକୁ ଭେଟିବାକୁ ଆସିଥିଲେ। ଆଉ କହିଲେ ପୁଣି ମୋ ସ୍ତ୍ରୀଙ୍କ ସାଙ୍ଗରେ ମିଶିବାକୁ ଚାହୁଁନି, କିନ୍ତୁ ମୋ ଝିଅକୁ ମିଶିବାକୁ ଚାହୁଁଛି, ଆଉ ମୁଁ ବହୁତ ଜଲ୍ଦି ପଳେଇଲି, ମୁଁ ଏତେ ଜଲ୍ଦି ଯିବା କଥା ନଥିଲା। ଭାଇ ତମେ ଗୋଟେ ଲେଜେଣ୍ଡ ସିଙ୍ଗର, ତାର ମୃତ୍ୟୁକୁ ତମେ ଗୋଟେ ମାନେ କମେଡ଼ି କରିଦେଲାଣି ଭାଇ। ତାଙ୍କର ମାନେ ସେ ଉପରେ ଥାଇକି ବୋଧେ ଭାବୁଥିବେ କ'ଣ କିଛି ନା ଭାଇ, ମାନେ ଭାବୁଥିବେ ମୋର ମାନେ ମରଣ କହିବା ମାନେ ଗୋଟେ ଖେଳ, ତାଙ୍କର ବିଜନେସ୍, ତାଙ୍କର ନ୍ୟୁଜ୍ ବାଇଟ୍, କାହାକୁ ପ୍ରମୋସନ୍, କାହାକୁ କ'ଣ ଏମିତି କରିଦେଲେଣି ଭାଇ ତାଙ୍କର ମରଣକୁ। ବାକି ରହିଲା ତାଙ୍କ ଭଳିଆ ବୟସ ତ ଆସିବନି, ଛାଡ଼ ସେ କଥା, କିନ୍ତୁ ଭାଇ ଟିକେ ମାନେ କିଛି ତ ରେସ୍ପେକ୍ଟ ରଖ ଭାଇ ତାଙ୍କୁ। ଭାଇ ଟପ୍ ଗୀତ ଗାଇଛନ୍ତି ଭାଇ ସେ, କିନ୍ତୁ ତାଙ୍କୁ ତମେ 1% ବି ରେସ୍ପେକ୍ଟ ରଖୁନ। ଉପରେ ମିଛ ମାନେ ଥଣ୍ଟା ମିଛ, ମାନେ ଲାଜ ଟିକେ ଲାଗୁନି ଯେ ଏତେ ମିଛ ତମେ କହୁଛ କେମିତି? ତାଙ୍କର ଆତ୍ମା ଆସିଥିଲା ତାଙ୍କ ସାଙ୍ଗେ ମିଶିବା ପାଇଁ। ଜଗନ୍ନାଥଙ୍କ ଗୀତ ସିଏ ଆଜି ଗାଇନାହାନ୍ତି ବୋଲି ଏଟା ପ୍ରଭୁ ତାଙ୍କୁ ମାଡ଼ ଦେଲେ, ଡେରି ଦେଇ ହଉଛି ବୋଧେ ପ୍ରଭୁ କିନ୍ତୁ ମାଡ଼ ଦେଲେ। ଇଏ ହେଉଛି ଆଉ ଗୋଟେ କଣ୍ଟ୍ରୋଭର୍ସି, ମାନେ ତାଙ୍କୁ କୁହାଯାଇଥିଲା ଯେ ତମେ ଜଗନ୍ନାଥଙ୍କର ଗୀତ ଗାଅ, ଆମ ମହାପ୍ରଭୁ ଜଗନ୍ନାଥଙ୍କ ଗୀତ ଗାଅ, ଯଦି ସେ ତାଙ୍କେ ମନା କରିଦେଲେ ସେଇଥିପାଇଁ ବୋଧେ ଜଗନ୍ନାଥ ତାଙ୍କୁ ଦଣ୍ଡ ଦେଇଛନ୍ତି। ଆରେ ଭାଇ ଦେଖ, ଗୋଟେ କଥା ସିମ୍ପଲ କଥା ବୁଝାଅ, ସିଏ ମଧ୍ୟ ଜଗନ୍ନାଥ ମହାପ୍ରଭୁ ଜଗନ୍ନାଥଙ୍କର ଗୀତ ଗାଇଛନ୍ତି ହେଲା, ସେମିତି ବୋଲି ନାହିଁ ଯେ ତମେ ତାଙ୍କୁ ବ୍ଲେମ୍ କରିଦେବ ଯେ ସେ ମାନେ ତମେ ଏ ଛୋଟ ମ୍ୟାଟରକୁ ଧର୍ମକୁ କାହିଁକି ଭିତରେ ପୁରଉଛ? ଭାଇ ସିଏ ବି ଗୋଟେ ମଣିଷ, ସିଏ ବି ଆମ ମହାପ୍ରଭୁଙ୍କୁ ଭଲ ପାଆନ୍ତି, ଆମେ ସମସ୍ତେ ଭଲ ପାଉ, କିନ୍ତୁ ତମେ ଧର୍ମକୁ କାହିଁକି ମଝିରେ ପୁର? ନାଇଁ ସେ ଖ୍ରୀଷ୍ଟିଆନ ଲୋକ, ସେଥିପାଇଁ ସେ ଜଗନ୍ନାଥଙ୍କର ଗୀତ ଗାଇଲେନି, ସେଥିପାଇଁ ଜଗନ୍ନାଥ ତାଙ୍କୁ ଦଣ୍ଡ ଦେଲେ। ବା ଏଇଟା ଗୋଟେ ମାନେ ସେନ୍ସ କୋ ଏଙ୍ଗେଲରେ ହେଉଛି ମୋତେ ବୁଝାଅ ହେଲା। ଆଉ ରହିଲା ତମେ କେମିତି ଜାଣିଲ? ତମକୁ ମହାପ୍ରଭୁ ଆସିକି ସ୍ୱପ୍ନରେ କହିଥିଲେ ଯେ ମୁଁ ହ୍ୟୁମାନ ସାଗର ମୋ ଗୀତ ଗାଇଲେନି ବୋଲିକି ମୁଁ ତାଙ୍କୁ ଦଣ୍ଡ ଦେଲି? ଆରେ ଭାଇ ଡକ୍ଟର କ୍ଲିୟର କଟ୍ କହିଛନ୍ତି ଯେ ଓଭର ଡ୍ରିଙ୍କ ଯୋଗୁରୁ ତାଙ୍କର ଅର୍ଗାନ ଫେଲ୍ ହେଲା, ସେଇଥିରେ ତାଙ୍କର ମୃତ୍ୟୁବରଣ ହେଇଛି। କିନ୍ତୁ ନା, ତମେ ତ ମାନିବାକୁ ନାରାଜ ନୁହଁ, ତମେ କହୁଛ ଯେ ନା ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଦଣ୍ଡ ଦେଲେ। ବା ତମେ ଏ ଛୋଟ କଥାରେ ତମେ ମହାପ୍ରଭୁଙ୍କୁ ଭିତରେ ପୁରେଇ ଦେଲ। ଭାଇ ସବୁ ଦେଖୁଛି, ଉପରେ ଚକା ଆଖି ସବୁ ଦେଖୁଛି। ହ୍ୟୁମାନଙ୍କର ମୃତ୍ୟୁର 2 ଦିନ ହେଇଗଲାଣି ଏବଂ ମୋର ଏପର୍ଯ୍ୟନ୍ତ ବି ବିଶ୍ୱାସ ଅଛି ଯେମିତି ଯୀଶୁ ମରିବାର 3 ଦିନ ପରେ ଫେରି ଆସିଥିଲେ, ଗାତରୁ ବାହାରି ପଡିଥିଲେ, ମତେ ଲାଗୁଛି ଏବେ ବି ଯେହେତୁ ହ୍ୟୁମାନ ଖ୍ରୀଷ୍ଟିଆନ ଥିଲେ ଆଉ ଏତେ ସାରା ଆମ ଓଡ଼ିଶାର ଲୋକଙ୍କର ଭଲ ପାଇବା ତାଙ୍କ ସହିତ ଥିଲା, ମେ ବି ସେ ଏବେ ବି ଗାତରୁ ଆଉ ଥରେ ବାହାରି ଆସିବେ ଏବଂ ପୁଣି ଗୀତ ଗାଇବେ। କଣ୍ଟ୍ରୋଭର୍ସି ହବ। ଆଉ ଆମର ମହାନ ତପି ମିଶ୍ର ଭାଇ କାହିଁକି ଆସିବେନି? ତପି ମିଶ୍ର ନାହିଁ, ତମେ ପାପି ମିଶ୍ର ଭାଇ।
ବୁଝିପାରିଲ ନା ତମେ କ'ଣ କହୁଛ ତମେ ନିଜେ ଜାଣିପାରୁନ ଯୀଶୁ ଖ୍ରୀଷ୍ଟଙ୍କୁ ମାରିଲା ପରେ ତାଙ୍କୁ କବରରେ ରଖା ହେଇଥିଲା 3 ଦିନ ପରେ ତାଙ୍କ ସିଟ୍ରୁ ବାହାରି ପଡ଼ିଲେ ଏବେ ତମମାନେ ସବୁ ଚର୍ଚ୍ଚ ଯାଅ କି ତମେ କ୍ୟାଣ୍ଡେଲ ଲାଇଟ୍ ଲଗାଅ ସବୁ କର ଯେମିତିକି ହ୍ୟୁମାନ ସାଗର ମାଟିରୁ ବାହାରି ପଡ଼ିବେ ମାନେ କ'ଣ କହୁଛ ଭାଇ ଟିକେ ହେଇଯାଇଛି କି ମାଲ ଫାଲ ଟିକେ ମାରିଦେଇଛ ନା କ'ଣ अभी मैं गाली नहीं दे सकता। नहीं गाली नहीं देना। फैमिली फैमिली देखती है, वरना मैं ऐसे ऐसे गाली दूं, ऐसे ऐसे गाली दूं ना, जिंदगी भर याद रखें ये बड़े भाई। ମାନେ କଥା ସବୁ କି କଥା ଆଉ ଗୋଟେ ଭାଇ ତମେ ଗୋଟେ ଏମିତି ଆମ ଓଡ଼ିଶାର ଗୋଟେ ନମୁନା ମାନେ ତମକୁ ଯେତେ ଯାହା କହିଲେ ବି ତମେ ଭାଇ ସତରେ ତମେ ଗୋଟେ କଥା କହୁଛି ତମେ ଦିଟା କାନରେ ୟୁଟିଲାଇଜ ନା ତମେ ପୁରା ପରଫେକ୍ଟରେ କରୁଛ ତମକୁ ଯେତେ ଗାଳି କଲେ ବି ଏ କାନରେ ପୁରଉଛ ସେ କାନରେ କାଢୁଛ ଆଉ ଏଠି ତ କିଛି ରଖୁନ ମିଛ କାହିଁ କହିବି ଏଠି ତ କିଛି ନାହିଁ ତ ରଖିବେ କ'ଣ ଗୋଟେ ଲେଜେଣ୍ଡ ସିଙ୍ଗରକୁ ତମେ ମାର୍କେଟକୁ ଆଣିକି ପୁରା ମାନେ ଏତେ କଣ୍ଟ୍ରୋଭର୍ସିରେ ପୁରେଇ ସାରିଲଣି ମାନେ ସେ ଭାଇ ତାର ଉପରେ ତାର ଆତ୍ମା ଥାଇକି କାନ୍ଦୁଥିବ ଭାଇ ତମ ଲାଗି ହେଲା ଜୀବନଟା ତ ହନ୍ତସନ୍ତ କରିଦେଲେ ପାପ ଭାଇ ବିଲିଭ କର ଏତେ ବଢିଆ ସିଙ୍ଗର ତାଙ୍କୁ ଆମେ ଏତେ ମିସ୍ କରୁଛୁ ଏତେ ବଢିଆ ବଢିଆ ସଙ୍ଗସ୍ ଏତେ ବଢିଆ ମାନେ ଦିଲକୁ ଛୁଇଁଯିବ ଭାଇ ଏମିତି ଗୀତ ଯାକ ତମମାନେ ତାଙ୍କୁ ମାନେ ପୁରା ଏତେ କଣ୍ଟ୍ରୋଭର୍ସିରେ ପୁରେଇଲଣି ମାନେ ଆଉ କହିବାକୁ ନୁହଁ 2-3 थर देह खराब होइछि एंड मो अनुसार ही स्टेज शो जदि कहबी बहुत मात्रा सपोर्ट बहुत मात्रा भल पाइबा सपोर्ट तो बहुत बेसी ए बाइट रो आपण माने क्लियर जानि पारथिबे से केते कष्ट रे अछंती पछे भी से स्टेज शो करछंती भाई आउ तांकर ऑडियंस को से बहुत बहुत धन्यवाद करछंती दिस इज द स्पिरिट एटा गोटे लेजेंड रो कथा भाई बुझि पारलो ना से एते कष्ट रे थाई कि तांकर आपण माने तांकर फेस रो देखि पारथिबे तांको मु गोटे छोट फोटोटा लगे दउछ देखंतु इठिरु तांके इठी कन्वर्ट हेचंती भाई माने एते माने भाबंतु गोटे गुदुल गादिया माने लोक गोटे हेल्दी लोकरू एमिति माने माने सुखी जायचंदी तांको देह ऑलरेडी खराब हे सारलानी भाई आपण नोटिस करन तांको देह ऑलरेडी खराब हे सारलानी तांको देह सुखी जायची गाल पसी जायची पछे भी से स्टेज शो करचंदी आम ऑडियंस मानक पय आम लोक मानक पय से एते बढिया बढिया गीत गाउचंदी तांको भितरे कष्ट अछि तांकर 2-3 थर देह खराब हे सारला परे मधे से आम लोक मानक पय गीत गाइचंदी आ बहुत बढिया बढिया गीत गाइचंदी भाई किंतु आम लोक माने तांकर मरण को ना गोटे धंदा जगे सारलेनी धंदा कर सारलेनी हला किए कोन कहूची किछि जानि पारना मन इच्छा कथबार्ता अरे भाई काहेकि से कथा देखो काहेकि से मनीषटा गोटे लेजेंड थिला आम हृदय रे रहिथिला एबे मिसा अछि किंतु तुम माने तार 1% भी इज्जत रखुन माने कौन कहबी छी भाई माने वीडियोटी एतिक थाउ वीडियोटा तो करबा को मूड नथिला किंतु जत्तो बळे भी यूट्यूब खोलिबो जत्तो बळे भी इंस्टाग्राम खोलले खाली एई जिंस ही आउस बाध्य हेले गोटे वीडियोटे करिया पे जदि वीडियोटी भल लागिछि ताले चैनल को गोटे सब्सक्राइब करो आ गोटे बढ़िया कमेंटा करो भाई हमर ह्यूमन सागर को भाई पाई आउ सब बेले तांको गीत शुणी थाओ आ सब बेले तांको ए हृदय रखि थाओ काहेकि ना नंबर 1 गीत गाइचंती भाई तुम मानक पाए केबे भी भूलिबोनी तांको रहउछि बाय।